ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସିଛନ୍ତି ଏବଂ ମୁଁ ମୋ ସାଙ୍ଗରେ ବସିଥିବା ସମସ୍ତ ନେତୃବର୍ଗଙ୍କର ପରିଚୟ ଆପଣଙ୍କୁ ଦେଇଦେଉଛି। ପାଖରେ ସେ ବସିଛନ୍ତି ଶ୍ରୀଯୁକ୍ତ ଶିବାନନ୍ଦ ରାୟ। ସେ ହେଉଛନ୍ତି ଆମ ଦଳର ରାଜ୍ୟ କଂଗ୍ରେସ ଦଳର ବରିଷ୍ଠ ଉପସଭାପତି। ସଭାପତିଙ୍କର ଅନୁପସ୍ଥିତିରେ ସେ ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି। ସେ ଆମ ସାଙ୍ଗରେ ଅଛନ୍ତି। ତାଙ୍କ ସେପଟକୁ ଯିଏ ବସିଛନ୍ତି ଆଜି ମା ମାଟିର ସମ୍ମାନ ରକ୍ଷା କରିବା ପାଇଁ, ମା ମାଟିକୁ ରକ୍ଷା କରିବା ପାଇଁ ଆଜି ଜଣେ ମା ଆମ ପାଖକୁ ଆସିଛନ୍ତି, ସାମ୍ନାକୁ ଆସିଛନ୍ତି। ସେ ହେଉଛନ୍ତି ଆର୍ତ୍ତତ୍ରାଣ ମଲ୍ଲିକଙ୍କର ଧର୍ମପତ୍ନୀ, ଆପଣ ଜାଣନ୍ତୁ ଗୀତାଞ୍ଜଳି ମଲ୍ଲିକ। ସେ ବସିଛନ୍ତି। ତାଙ୍କ ସେପଟେ ତାଙ୍କର ସୁପୁତ୍ର, ଆପଣ ସମସ୍ତେ ଯାହାକୁ ଜାଣିଛନ୍ତି, ଆମ ନୂଆଗାଁ ସରପଞ୍ଚ ଥିଲେ ଅଛନ୍ତି ଲିପୁ ମଲ୍ଲିକ, ଜ୍ୟୋତିରଞ୍ଜନ ମଲ୍ଲିକ। ଏବଂ ଆମ ଏପଟେ ମୋ ପାଖରେ ଯିଏ ବସିଛନ୍ତି ଆମ କଂଗ୍ରେସ ପାର୍ଟିର ଜାତି ମାନେ ପ୍ରାଦେଶିକ ସ୍ତରର ଆମ ରାଜ୍ୟର ସାଧାରଣ ସମ୍ପାଦକ ଆପଣଙ୍କର ଯେହେତୁ ଆପଣ ଅତି ଶ୍ରଦ୍ଧା ଭାବରେ ଆଲୋକ ଭାଇ ଭାବରେ ଜାଣନ୍ତି, ସେ ପାଖରେ ବସିଛନ୍ତି, ଆଲୋକ ବସିଛନ୍ତି। ଏବଂ ତା ସେପରେ ଆମର ନିଆଳି ବ୍ଲକର ସଭାପତି, କଂଗ୍ରେସ ଦଳର ସଭାପତି, ସେ ମଧ୍ୟ ଅଛନ୍ତି। ଏବଂ ପାଖରେ ମଧ୍ୟ କଣ୍ଟାପଡ଼ା ବ୍ଲକର ସଭାପତି ଆସି ପହଞ୍ଚିଛନ୍ତି, ଅଛନ୍ତି। ସିଏ ପଛପଟେ ଅଛନ୍ତି। ଏବଂ ଆମର ନେତା ଶ୍ରୀଯୁକ୍ତ ପଦ୍ମଚରଣ ମହାନ୍ତି ମଧ୍ୟ ତଳେ ବସିଛନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି, ଧନ୍ୟବାଦ ଦେଉଛି ଯେ ଆପଣ ଆସିଛନ୍ତି। ଏ ନିର୍ବାଚନ ମଣ୍ଡଳୀରେ 15 ବର୍ଷ ଧରି ଗୋଟିଏ ଦଳର ପ୍ରତିନିଧିତ୍ୱ ଚାଲିଛି। 15 ବର୍ଷ ଧରି ଚାଲିଛି। ଆପଣମାନେ ଜାଣିଛନ୍ତି କ'ଣ ହେଇଛି, କ'ଣ ନ ହେଇଛି, ତା ପୂର୍ବରୁ କ'ଣ ହେଇଥିଲା ନ ହେଇଥିଲା, ତା ହିସାବ ବହୁତ ଦେବା ଦରକାର ନାହିଁ। ଆପଣ ଜାଣିଛନ୍ତି ପଞ୍ଚାୟତ କାନୁନ ହୁଅନ୍ତୁ ବା ରବି ମଲ୍ଲିକ ହୁଅନ୍ତୁ, ରବି ମଲ୍ଲିକ ଅଳ୍ପ ସମୟ ପାଇଁ ଆସିଥିଲେ, 5 ବର୍ଷ ପାଇଁ କି ଗୋଟେ ପରବର୍ତ୍ତୀ ଅବସ୍ଥାରେ। କିନ୍ତୁ ଯାହା ଯାହା ସବୁ ହେଇଛି ଆଜି ନିଆଳି ଠାରୁ ଆରମ୍ଭ କରିକିରି କଣ୍ଟାପଡ଼ା ପର୍ଯ୍ୟନ୍ତ, ଯାହା ଅଡ଼ଶପୁର ପର୍ଯ୍ୟନ୍ତ ଯାହା ଯାହା ସବୁ ଦେଖୁଛନ୍ତି କ'ଣ କ'ଣ ହେଇଥିଲା, ଏ ଅଞ୍ଚଳର ରାସ୍ତାଘାଟ, ଏ ଅଞ୍ଚଳର ସ୍କୁଲ କଲେଜ, ଏ ଅଞ୍ଚଳର ଖେଳ ପଡ଼ିଆ, ଏ ଅଞ୍ଚଳର ଯେଉଁ ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନର କେନ୍ଦ୍ର ଭାବରେ ଏ ଅଞ୍ଚଳକୁ ସାରା ଓଡ଼ିଶାରେ ଆମେ ଉପସ୍ଥାପନ କରିଛୁ। ଆଉ ଆ ପରେ ଯିଏ ଦାୟିତ୍ୱରେ 15 ବର୍ଷରେ ଅଛନ୍ତି, ସେ କ'ଣ କରିଛନ୍ତି ତାହା ଆପଣ ଜାଣନ୍ତି। ଏବଂ କେବଳ ଗୋଟିଏ କଥା ଆମେ କରୁନଥିଲୁ, ଏବେ ବି ପଚାରିଲେ ଯାଇକରି ବ୍ଲକରେ ଯାଇ ବୁଝିବେ, ତହସିଲରେ ଯାଇ ବୁଝିବେ, ଯେଉଁଠି ପଚାରନ୍ତୁ। ବ୍ଲକରେ ଏକ ସମୟରେ ବିଡ଼ିଓ, ବର୍ତ୍ତମାନ ସେ ବିଜୁ ଜନତା ଦଳରେ ନେତା ଅଛନ୍ତି, ସେଇମାନଙ୍କୁ ପଚାରନ୍ତୁ। ଏଇଠିକାର ନିଆଳି ଲୋକାଲ ନେତାମାନଙ୍କୁ ପଚାରନ୍ତୁ, ଯେଉଁମାନେ ମୋ ସାଙ୍ଗେ ସେତେବେଳେ ବି ଥିଲେ। ସେ ଏଠିକାର ବିଡ଼ିଓ ଯାଇକରି ଇଲେକ୍ସନ ବେଳେ ମୋତେ ଟଙ୍କା ନେଇକରି ଯାଚିଲେ। ସେଠି ଯେଉଁ ପଛରେ ଅଛି ଆମର ଆର୍&ବିର ଯେଉଁ ବଙ୍ଗଳା, ସେ ପଛପଟରେ ଯାଇକି ଛିଡ଼ା ହେଇକି, କାହିଁ ଛିଡ଼ା ହେଇଛନ୍ତି ପଛପଟେ, ବୁଝୁ ବୁଝୁ ଟଙ୍କା ଯାଚୁଥିଲେ। ମୋର ପାଖରେ ଥିବା ଯେଉଁମାନେ ଥିଲେ, ତାଙ୍କର ଇଚ୍ଛା ଥାଏ ଯେ ସେ କେମିତି ସେ ଟଙ୍କାଟା ଦିଅନ୍ତୁ ବା ଆମେ ନେଉ ବୋଲି। ମୁଁ କହିଲି ଆପଣ କ'ଣ, ଆପଣ ପୁରା ବିଡ଼ିଓ, ବ୍ଲକ ଅଫିସର। ବ୍ଲକ ଅଫିସର ଯଦି ପଇସା ଦେବ, ବ୍ଲକ ଅଫିସରୁ ଯଦି ପଇସା MLA ନିଏ, ତାହେଲେ ସେ ବ୍ଲକ ଆଉ ଚାଲିବ ନା। ଯଦି ପୋଲିସ ଥାନାରୁ ପଇସା ନିଅନ୍ତି MLA, ସେ ପୋଲିସ ଥାନା ଆଉ କାହା କଥା ମାନିବ ନା। ଏଇ କଥା ମୁଁ ତାଙ୍କୁ କହିଲି। କହିଲା ପରେ ସେ ଆପେ ଆପେ ଗଲେ, ସରି ସାର୍, ଦୁଃଖ କରୁଛି, କହିଦେଇ ଚାରିପେଟ ଅପସରି ଯାଇଥିଲି। ଆଜି ଦିନରେ ଆପଣ କ'ଣ ଘଟୁଛି, ମୁଁ କାହା କହିବା କଥା ନୁହେଁ, ତାହା ଆପଣମାନେ ଜାଣୁଛନ୍ତି। ମୋ କଥା ଯାହା ସମୟର କଥାଟା ଗୋଟେ କାହାଣୀ ଖାଲି କହିଦେଲି, ଗୋଟିଏ ଠିକ୍ ଛିଟକା କହିଦେଲି। ଆଜି ଦିନରେ ଆମେ ତାକୁ ଡାକିବାର ଅନେକ କାରଣ ହେଉଛି, ଏଠି ଗୋଟିଏ କଥାକୁ ନେଇକରି ଗୋଟେ ବିଭ୍ରାନ୍ତ ସୃଷ୍ଟି ହେଇଯାଇଛି ବା ଭୁଲ ବୁଝାମଣା, ଗୋଟେ ଅଲଗା ହେଇଯାଇଛି। ଏଠିକି ଆମେ ସମସ୍ତେ ଜଣେ ଯୁବ ଇଞ୍ଜିନିୟର ପ୍ରାର୍ଥୀକୁ ନିଷ୍ପତ୍ତି ନେଇଥିଲେ।
समस्त न्यायालीवासी न्यायालय भोट बासिंदा मैंने एकाठी होकर किसी दिन तले निष्पत्ति नहीं जे जड़े शिक्षित युवक प्रार्थी को आम प्रार्थी करवा कांग्रेस दल तरफ ज्योतिरंजन मल्लिक आर्त मल्लिक सुपुत्र लिपु तांको आम प्रार्थी करने को बाछी ए 2 मास तलर घटना एक सांबादिक मैंने से जानते जो मैंने बंधु थे मुझे उपस्थित एवं आम ए अंचल अन्यतम प्रतिनिधि रवि मल्लिक से उपस्थित थे से आज आसीपार ना तार कारण हूँ बहु ढड़ा होती कटक चौद्वार से अच्छा कटक चौद्वार निर्वाचन मंडल में आम निष्पत्ति कलु से अनुसार दल निष्पत्ति देला दल निष्पत्ति देला सबुठारु दुखर कथा हठात देखला बेलू नॉमिनेशन फाइल बेले तांकर ना नहीं भोटर लिस्ट रे ना नहीं जड़े सरपंचर मत विचार करूँ 2 वर्ष तले जन सरपंच होती तार ना केमती रहा नहीं भोटर लिस्ट रे तांपड़े ना ता परिवार समस्त ना अच्छी नुआ गाँव में ना ता परिवार समस्त ना अच्छी काटिला किए संपर्क में आमर उपसभापति निश्चय कहे आपदे से संपर्क समस्त तथ्य से दे सारा पर जहाँ प्रश्न करेंगे तार उत्तर मु रखी नमस्कार पाखे ओडिशार वरिष्ठ नेता पूर्वतन मंत्री पंचानन कानून एका पंचानन कानून मत भाई त्रिलोचन कानून गच ये अंचल सेवा कर सुनामध्यान भाई 2 जन गोविंदपुर माटीर जन्म एवं मु भी कह भूली मुझे माटीर गोबर बगलगढ़ राय परिवार मु 1974 मसीह श्रीमती इंदिरा गांधी को प्रोग्राम कर सुदर्शन मेला छिड़ाई एवं मो भाई मामू गुणर कानून भितर हाँ से भाई सुदर्शन मेला जीते आर्त मल्लिक परिवार संग संपर्क छिड़ा बाट आरंभ कर सकल संपर्क अच्छी धर्मपत्नी गीता देवी सुजोगी पुत्र एवं आम ओडिशा साधारण संपादक आलोक लेखा ब्लॉक कांग्रेस सभापति न्यायालय भवन से 64 मसीह न्यायालय पुना सड़क थे ब्लॉक सभापति से महेंद्र पीड़ा एवं विपिन पात्र एम सब थे ये कथा कहली ये विराट चक्रांत होती आम प्रार्थी के काटिया कहले 173 अनुसार आम संविधान से अनुसार जो कार्य आलोचना कर निंदित ये चक्रांत निंदित प्रकृत मुखा गोविंदपुरवासी निकट में खोला बंधुगण एक न्याय लड़ाई जहाँ कहला पंचु कहला जे पंचु ए अंचल पानी बाबू संगे संपृक्त पैसा नहीं जो राजनीति कर ठीक समय लोग ठीक जवाब देवे रोजगार पैसा आज आलोक सहायता समस्त सहयोग से प्रार्थी नहीं मोर निश्चय आशा विश्वास से बहुत बोलते बीजेडी की बीजेपी परास्त कर मोर कह कथा खाली गोटे अधिक नंबर ये जो नंबर थिला काटे की चक्रांत कर काटले के से 29 भाग 203 में थे तो एबे मतलब पूरा भोट लिस्ट बना अछि तकले की सरकारी कलर बीजेडी शासन में ये चक्रांत कर केते दिन बीजेडी
এই শাসন করছি করব আজ নিশ্চিত ভাবে ମୁଁ ଆଶା ବିଶ୍ୱାସ କରିଲି ଯେ ଗୀତା ମଲ୍ଲିକ ଆପଣଙ୍କୁ ସହଯୋଗ କରିବେ କାରଣ ମା ଭଉଣୀକି ବା ଚକ୍ରାନ୍ତରେ ଯୋଉ ଛିଡ଼ା କରିବାକୁ ବାଧ୍ୟ କରିଛନ୍ତି ଆଜି ତା ଭିତରେ ମା ଭଉଣୀମାନେ ତାଙ୍କୁ ସହଯୋଗ କରିବେ ଏବଂ ଜିତିବ। ଖାଲି ଗୋଟେ କଥା କହିବାକୁ ଅଛି এই অঞ্চল চাষী অঞ্চল এবং আমার ইউপি সরকার 72,000 কোটি টাকা কৃষক মান ঋণ ছাড় করেছিল। আজ নরেন্দ্র মোদী 16 লক্ষ কোটি টাকা আমাদের 21 পরিবার ছাড় করেছে। তাই চাষী মানে ছাড় করে পারল না, গরিব লোক ছাড় করে পারল না, বৃদ্ধ এবং ଯୋଉମାନେ ବରିଷ୍ଠ ନାଗରିକ ସେମାନଙ୍କୁ କିଛି ଆଉ ଟଙ୍କା ହଜାର ଦେଇପାରିଲା ନାହିଁ। ତେଣୁ ଏ ସରକାର ନବୀନ ସରକାର ଯେହେତୁ ଚୋରି ଡକାୟତିରେ ସମ୍ପୃକ୍ତ ଖଣି ମଜୁରୀରେ ସମ୍ପୃକ୍ତ ହଜାର ହଜାର କୋଟି ଟଙ୍କା ଇନକମ୍ କରୁଛନ୍ତି ତାଙ୍କ ଦୁର୍ନୀତି ଭ୍ରଷ୍ଟାଚାର ପାଇଁ ଆଜି ମୋଦିଙ୍କ ପାଖରେ ଶରଣ ପଶୁଛନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ଜେଲରେ ପୁରେଇଲା, ଜେଲ ଭ୍ରଷ୍ଟାଚାର ଦୁର୍ନୀତି ପାଇଁ ଆଜି ନବୀନ ପଟ୍ଟନାୟକ ଶରଣ ପଶୁଛନ୍ତି। ଏ ନବୀନ ପଟ୍ଟନାୟକ ये तो बहुत प्रार्थी बीजेडी एटी जीतिब ना एटी जीतिब गीता मल्लिक आत्म मल्लिक सौंदर्य मिले एटी ना पूर्ण प्रयास करछ आइता पूर्ण जो बड़े अन्याय अनिति भाबे षड्यंत्र करी भोटर लिस्ट ना काढिछ उचित जवाब देबे न्यायी विधि प्रशासने मोर आशा विश्वास है जे आपण माने एउ जगन्नाथ जगह ये मात्र को जगह कारण आपण माने समस्त प्राचीन नयपुर सभ्यता एट अछि जहाँ घटी सारा भारत वर्ष में प्राचीन सभ्यता निश्चित भाव आप देखिए पंचशंखा मान गांधी एपट जगह अच्छी पाखापाखि अच्छी जगह जगह मोर आशा विश्वास धर्म जय हो गीता जय युक्त एवं डंगा पारी करने लेंगा को साधुवाद जनाऊँगी पंचायत बाबू ये सब जगह बारंबार आसी कांग्रेस कर्मी मान उत्साहित कर समस्त निकट कृतज्ञ धन्यवाद जय। ଆପଣ ଜାଣିଛନ୍ତି ସରପଞ୍ଚ କେମିତି ହେଲେ ଭୋଟର ଲିଷ୍ଟରେ ନାଁ ଥିଲା ସରପଞ୍ଚ ହେଇଥିଲେ ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ଅଞ୍ଚଳବାସୀ ଜାଣିଛନ୍ତି ସେଠିକାର ସ୍ଥାୟୀ ବାସିନ୍ଦା। ଯଦି ବ୍ଲକର ଜଣେ ଅଫିସର କିଏ ଯାଇକରି କହିବ ସେ ଏଠି ଉପସ୍ଥିତ ନଥିଲେ ତା ଚକ୍ରାନ୍ତ ନୁହେଁ। ଯିଏ ଭୋଟର ଲିଷ୍ଟ ତିଆରି କରୁଥିଲା ସେ ଯାଇକି କହୁଛି ସେ ଏଠି ଉପସ୍ଥିତ ନଥିଲେ। ଉପସ୍ଥିତ ନଥିଲେ ମାନେ ତା ଅର୍ଥ ସେ କୋଉଠି ଥିଲେ? ତାଙ୍କ ଗାଁରେ ଉପସ୍ଥିତ ନଥିଲେ। ଗାଁରେ ତ ରହିବା କଥା ନୁହେଁ, ସେ ରହୁଛନ୍ତି ତାଙ୍କ କର୍ମକ୍ଷେତ୍ର ନୂଆ ଗାଁରେ ରହୁଛନ୍ତି। ନୂଆ ଗାଁରେ ସେ ଉପସ୍ଥିତ ନଥିଲେ ଏକଥା କହିକିରି ତାଙ୍କ ନାଁ କାଟି ଦିଆଗଲା। ସରକାରୀ କଳ ଏହାକୁ କାଟିଛି। ଏ କଥା ମୁଁ ଜବରଦସ୍ତ ଯେତେବେଳେ ଆମେ ସେଠି ଉଠେଇଲୁ ନମିନେସନ ବେଳେ ସେଠୁ ସେ ଆଉ ହତବାକ ହେଇଯାଇକିରି କହିଲେ ଆମେ କ'ଣ କରିବୁ। ତାର ମା ଆମେ ଦେଇଥିଲୁ ତାର ସେଇଥିରେ ଗୋଟେ କଲମ ଅଛି, କଲମ 5 କଲମ 6ରେ ଭରିଥିଲୁ ଯେ ସିଏ ଆଙ୍କର ଗୋଟେ ଥାଏ ସବଷ୍ଟିଚ୍ୟୁଟ୍। ଯଦି ନିଜେ କ୍ୟାଣ୍ଡିଡେଟ୍ ଆଉ କାହାକୁ ଚାହୁଁଥିବ ନିଜେ ନହେଲେ ତାକୁ ରଖାଯାଇଥାଏ, ଯେମିତି ଆମେ ନୋମିନି ରଖୁ ସେମିତି ରଖାଯାଇଥିଲା। ଦୀପୁଙ୍କର ସବଷ୍ଟିଚ୍ୟୁଟ୍ ଭାବରେ ତାଙ୍କର ମାଆଙ୍କର ନାଁ ଗୀତାଞ୍ଜଳି ମଲ୍ଲିକଙ୍କର ନାଁ ଥିଲା, ସେ ହେଇଗଲେ। ମୁଁ ଆଜି ଆପଣମାନଙ୍କ ଆଗରେ ଘୋଷଣା କରେ ଆମର ଯେଉଁ 9 ଦଫା 9ଟି ଗ୍ୟାରେଣ୍ଟି ଯାହାକୁ ସୌଭାଗ୍ୟକ୍ରମେ 55 ତିଆରି କରିଛି। କାରଣ ଆମ ଭାରତବର୍ଷର ପ୍ରଧାନମନ୍ତ୍ରୀ ଦଳର ସଭାପତି ଏବଂ ରାହୁଲ ଗାନ୍ଧୀ ଆମର ନେତା ସେ ପ୍ରସ୍ତାବ ଦେଲେ ଯେ ଏଠିକାର ମ୍ୟାନିଫେଷ୍ଟୋ ଯିଏ ସବୁଠାରୁ ଲୋକଙ୍କ ସାଙ୍ଗରେ ବେଶୀ ମିଶିଛନ୍ତି ତାଙ୍କୁ ଦିଆଯାଉ, ଦାୟିତ୍ୱ ଦିଆଯାଉ। ତେଣୁ ମୋତେ ଇସ୍ତାହାରର କମିଟିର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଦିଆଯାଇଥିଲା। ସେଥିରେ ଆପଣ ଦେଖିବେ 9ଟି ଦାବି ଗ୍ୟାରେଣ୍ଟି ରହିଛି ଏବଂ 90ଟି ସଂକଳ୍ପ ପତ୍ର ରହିଛି। 9ଟି ଗ୍ୟାରେଣ୍ଟି ସେ 90ଟି ସଂକଳ୍ପ ପତ୍ର ଗୀତାରାଣୀ ତାକୁ ବାଣ୍ଟିବେ, ଗୀତାରାଣୀ ସମସ୍ତଙ୍କୁ ଦେବେ, ଆପଣଙ୍କୁ ଆଜି ମଧ୍ୟ ଦିଆଯିବ ଏବଂ ତାକୁ ପଢ଼ିବେ। ଯେତେ ଯିଏ କହୁଛି କେତେ ମିଛ କହୁଛନ୍ତି। ମୁଁ ଗୋଟିଏ କଥା ପଚାରୁଛି, ସେମାନଙ୍କ ଠାରୁ ଗୋଟିଏ ଆଶା ନିଅନ୍ତୁ, ପ୍ରତିଶ୍ରୁତି ନିଅନ୍ତୁ। ଯଦି ପ୍ରକୃତରେ ଆମ ଅଞ୍ଚଳର 90% ଲୋକଙ୍କର ଇଲେକ୍ଟ୍ରିକ୍ ଛାଡ଼ ହୁଏ ଜୁଲାଇ ମାସରୁ ତାହେଲେ ଆମେ ଜାଣିବା। ଯଦି ନ ହୁଏ ତାହେଲେ ଯଦି ତାଙ୍କ ପ୍ରାର୍ଥୀ
ଆସିକି ସାଧାରଣରେ ଭୁଲ ମାଗିବେ বা ତାଙ୍କର ଦଳର ନେତାମାନେ ଯେଉଁମାନେ ଭୋଟ ମାଗୁଛନ୍ତି ସେମାନେ ଆସିକି ଲୋକଙ୍କ ପାଖରେ ଛିଡ଼ା ହେଇକି ଭୁଲ ମାଗିବେ ଯେ ଆମେ ମିଛ କହିଥିଲୁ ବୋଲି। ଆମେ ଦେଇଛୁ, ଆମେ ଆସିଲେ 200 ୟୁନିଟ୍ ପର୍ଯ୍ୟନ୍ତ ସ୍ପଷ୍ଟ 200 ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ ହବ। ସେ ଗୋଟେ ଗେବରଗେଞ୍ଜ କରି 50 ୟୁନିଟ୍ ପର୍ଯ୍ୟନ୍ତ ଛାଡ଼। ମୁଁ ଉପଭୋକ୍ତା ସଂଘର ଗଲା 10 ବର୍ଷ 15 ବର୍ଷ ଧରିକି ଲଢ଼େଇ କରୁଛି ଇଲେକ୍ଟ୍ରିସିଟି ବିଦ୍ୟୁତ ଉପଭୋକ୍ତା ମାନଙ୍କର ସ୍ୱାର୍ଥ ପାଇଁ। ମୁଁ ତ ବୁଝିପାରିଲି ନାହିଁ ସେ କ'ଣ ଦେଇଛନ୍ତି, କିନ୍ତୁ ସବୁଦିନ ଲେଖା ହେଉଛି 90% ଲୋକଙ୍କୁ ଛାଡ଼ ହବ। ସେଇପରି ଭାବରେ ମୋଦି କହିଲେଣି ଆଉ ଗୋଟିଏ ଦଳ ତାର ନେତା କହୁଛନ୍ତି 3100 ଟଙ୍କା ଦେବୁ, ଇଏ ଦେବୁ ଧାନ କୁଇଣ୍ଟାଲକୁ 3100 ଟଙ୍କା ଦେବୁ। ଆରେ ବାବୁ, ଆମେ ଯେତେବେଳେ ଘୋଷଣା କଲୁ 3000 ଟଙ୍କା, କାହିଁକିନା ଆମର ରାଜ୍ୟ ଛତିଶଗଡ଼ ଦେଉଥିଲା ଯେତେବେଳେ 2600 ଟଙ୍କା ଲେଖା କୁଇଣ୍ଟାଲକୁ, ଆମେ 3000 ଟଙ୍କା ଘୋଷଣା କଲୁ। ତାପରେ ତମେ 3100 କଲ, ତମେ 10 ବର୍ଷ କ୍ଷମତାରେ ଅଛ, ଦେଲ ନାହିଁ କାହିଁକି? କ'ଣ ପାଇଁ ଦେଇନ? ଏ ପ୍ରଶ୍ନ ତାକୁ ପଚାରନ୍ତୁ। କୋଉ ମାସ ସୁଦ୍ଧା କୋଉ ଫସଲକୁ ଦେବେ? ଏଇ ଖରିଫକି ଦେବେ ନା ରବି ଫସଲରେ ଦେବେ? କୋଉ ଫସଲକୁ 3100 ଟଙ୍କା ଦେବେ? ଏଇ ପ୍ରଶ୍ନଟି ପଚାରନ୍ତୁ। ଯଦି ନହେଲା ତାହେଲେ ସେ ଆସିକିରି ଭୁଲ ମାଗିବେ ଆପଣଙ୍କ ଆଗରେ ଯେ ଯଦି ଆମେ ଆସିଥିଲୁ, ଆମେ ଏଇଟା କହିଥିଲୁ, ଏଇଠୁ ସାଧାରଣ ଲୋକଙ୍କ ପାଖରେ ଭଣ୍ଡିଥିଲୁ, ଆମେ ଭୁଲ ମାଗୁଛୁ। ସେଥିପାଇଁ ଏଇ ଯୋଡ଼ିଏ କଥା କହୁଛି। ମୋର ଯୋଡ଼ିଏ କଥା ମୋର ସ୍ୱପ୍ନ ରହିଯାଇଛି। ଆପଣମାନେ ଯଦି ସମସ୍ତେ ସହଯୋଗ ଦେବେ ଏବଂ ଯଦି ନିଆଳି ଭୋଟଦାତା ମାନେ ନିର୍ବାଚିତ କରନ୍ତି ଗୀତାଞ୍ଜଳିକି, ସେ ଦୁଇଟି କାର୍ଯ୍ୟ ସମ୍ପାଦନ ହେବ। ସେ ଗୋଟିଏ ବଡ଼ କାର୍ଯ୍ୟ ହେଉଛି, ମୁଁ ମନେ ପକାଇ ଦେଉଛି, ଏଇ ପାଖରେ ପ୍ରାଚୀନ ହୋଇଯାଇଛି, ଏଇ ପାଖରେ ଯାଇଛି ଦିନେସିଂ ପାଟନା ବାଟ ଦେଇକି ଯାଇଛି, ପ୍ରାଚୀ ନଈ ଖୋଳେଇଥିଲି। ଆଉ 15 ବର୍ଷ ଭିତରେ ଟିକେ ତା ଦେହରେ କେହି ମାରିଲେ ନାହିଁ, ହାତ ମାରିଲେ ନାହିଁ। ଯେତେ ସଫେଇ ଏଇ ପଦଚୂଣ ମହାନ୍ତି ଅଛନ୍ତି, ପଦୁବାବୁ, ତାଙ୍କ ଗାଁର ପାଟରେ ପାଣି ଭର୍ତ୍ତି ହେଇକି ରହୁଥିଲା, ସବୁ ସଫେଇ ସେତେବେଳେ କରିଥିଲି। ବର୍ତ୍ତମାନ ସେ ସଫେଇ ପୁଣି ପୋତି ହେଇ ପଡ଼ିଲାଣି ସବୁ ବିଭିନ୍ନ ଜାଗାରେ, କିନ୍ତୁ ସେ ସଫେଇକି କେହି ଆମ ପ୍ରତିନିଧି ଆସିଲେ ପୁଣି ପ୍ରାଚୀ ଖୋଳା ହବ, ପ୍ରାଚୀର ମାହାତ୍ମ୍ୟ ବଢିବ ଏବଂ ଯେତେ ସଫେଇ ଯୋଉଠି ପାଣି ଲୋଡିଂ ହେଇକି ରହୁଛି ସେ କାର୍ଯ୍ୟ ହବ। ଏକଥା ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦଉଛି ଆମ ଦଳ ତରଫରୁ, କଂଗ୍ରେସ ଦଳ ତରଫରୁ। ଦ୍ୱିତୀୟ କଥାଟି ହେଉଛି, ଗୋଟିଏ ସ୍ୱପ୍ନ ମୋର ରହିଯାଇଥିଲା, ଏ ଅଞ୍ଚଳକୁ ଦୁଗ୍ଧ ଚାଷୀ ଭାବରେ ସାରା ଓଡ଼ିଶାରେ 1 ନମ୍ବର ଭାବରେ ତିଆରି କରାଯାଇଥିଲା। କିନ୍ତୁ ମାଛ ଚାଷ ପାଇଁ ଏ ଅଞ୍ଚଳରେ ବଢ଼ିଆ ଅଛି, ସୁଯୋଗ ଅଛି। ପ୍ରାୟ 7ଟା ନଈ ପାଖାପାଖି 32 କିଲୋମିଟର ତାର ଲମ୍ବା, ସେ ଆମ ନଈ ଆମ ଅଞ୍ଚଳ ଭିତରେ ଅଛି। ଆମେ ଯଦି ମାଛ ଚାଷ କରିଥାନ୍ତୁ, ସେଠି କରିଦିଆଯାଏ, ଖୋଳିକିରି ପୋଖରୀ ଖୋଳିକିରି ତା ଭିତରେ ନଈ ଭିତରେ କିଛି ହଉନାହିଁ, ଯଦି କରିଦିଆଯାଏ ତାହେଲେ କେତେ ଯୁବକ ସେଠି ପାଇବେ, ରୋଜଗାର ପାଇବେ। ହଜାର ହଜାର ଯୁବକ ଏ ଅଞ୍ଚଳ ରୋଜଗାର ପାଇବେ, ବାହାରକୁ ଯିବା ଦରକାର ନାହିଁ, ଘରେ ବସିକି ରୋଜଗାର କରିବେ। ସେ ସୁଯୋଗଟି କାହିଁକି 15 ବର୍ଷ ଭିତରେ କିଛି ଗୋଟାଏ କୋଟି ଦେଖିଲି ନାହିଁ। ଏବେ ମୁଁ ମୋ ଗାଁ ପାଖରେ ଗୋଟେ 2ଟା ଜାଗାରେ ଯାଇଥିଲି, ସେ କହୁଥିଲେ ଆଜ୍ଞା ପୋତି ହେଇ ପଡ଼ିଲାଣି, ଆପଣ ଯାହା ଖୋଳିଥିଲେ ଆମେ ଖୋଳି ନାହୁଁ, ଆଉ କେହି ଖୋଳିଥିଲେ ନାହିଁ। ମୁଁ ଆଶା କରିବି ଏ 2ଟି ଦାବି, ଅନ୍ୟ ଦାବି ଗୁଡ଼ିକ ତ ଆମର ଅଛି, ଆମର ଯେଉଁ ଗ୍ୟାରେଣ୍ଟି ଏବଂ ସଂକଳ୍ପ ପତ୍ରରେ, ଏ 2ଟି ମୋର ସ୍ୱପ୍ନ। ଗୋବିନ୍ଦପୁର ପାଇଁକି ବା ନିଆଳି ପାଇଁକି ଏ 2ଟି ସ୍ୱପ୍ନ ଅଧୁରା ରହିଛି। ଯଦି ମା ଗୀତାଞ୍ଜଳି ଜିତନ୍ତି ତାହେଲେ ଆକୁ ନିଶ୍ଚିତ ଭାବରେ ସରକାର ଆସୁ ବା ମିଳିତ ସରକାର ହବ, ନିଶ୍ଚିତ ଭାବରେ ସେ କାର୍ଯ୍ୟକାରୀ କରିବେ। एकथा ମୁଁ ଆପଣମାନଙ୍କ ଆଗରେ ଏ 2ଟି ଜବାବ ଦେଇକରି ଦେବି ଆଜି ଦିନରେ ଦେଉଛି। ଆପଣଙ୍କୁ ଲିପିବଦ୍ଧ କରି ରଖିବେ, ଆଉ ଜିତିଲା ପରେ ଏ ପ୍ରଶ୍ନ ମଧ୍ୟ ମୋତେ ପଚାରିବେ, କେତେ ଦିନ ଭିତରେ ଏ କାର୍ଯ୍ୟ ହେବ, କୋଉ ଦିନ କୋଉ ଜାଗାରେ କି କାର୍ଯ୍ୟ ହେବ, ତା ମୁଁ କହିବି। ମୋର ପ୍ରାର୍ଥୀ କହିବେ, ମୁଁ କହିବି। ଆମକୁ ଗୋଟିଏ ଭଲ ଚକ୍ରାନ୍ତକାରୀ ମାନେ, ଷଡ଼ଯନ୍ତ୍ରକାରୀ ମାନେ ଯେତେ ଚକ୍ରାନ୍ତ ଷଡ଼ଯନ୍ତ୍ର କରିଥିଲେ, ତାକୁ ସବୁ ପ୍ରଭୁ ସୁବର୍ଣ୍ଣେଶ୍ୱର ପଣ୍ଡ କରିଦେଲେ। ଆହୁରି ତାଠାରୁ ଚମତ୍କାରଟା ଦେଖେଇଲେ। ମା ଗୀତାଞ୍ଜଳି ପ୍ରାର୍ଥୀ ହେଲେ, ଲିପୁ ମଧ୍ୟ ତାଙ୍କ ସାଙ୍ଗରେ ରହିବ, ସେ କାମ କରିବ, ଇଏ ସେବା ଦେବେ, ଲୋକଙ୍କ ପାଇଁକି ସେବା ଦେବେ। ଇଏ ଯେଉଁ ସେବା ଦେବେ, ସେ ସେବା 2 ଜଣଙ୍କର ମିଳିତ ଉଦ୍ୟମରେ, ଜଣେ ଯୁବକ ଏବଂ ଆଉ ଜଣେ ମା ଆଉ ଯୁବକ, ଏଇ 2 ଜଣଙ୍କୁ ନେଇକିରି ଏ ଆମର ସମସ୍ତ ସେବା କାର୍ଯ୍ୟ ନିଆଳିରେ ଚାଲିବ। ଆଜିଠାରୁ ଏ ପ୍ରକ୍ରିୟା ଆରମ୍ଭ ହେଲା।
ଆପଣମାନଙ୍କୁ ସମସ୍ତଙ୍କୁ ଏଇ ବାର୍ତ୍ତା ଲୋକମାନଙ୍କ ପାଖରେ, କାରଣ ଆପଣମାନେ ସମସ୍ତେ ହେଉଛନ୍ତି ଆମର ଲୋକାଲ ମିଡ଼ିଆ, ମୁଁ ସମସ୍ତଙ୍କୁ ଜାଣିଛି, ଭଲ ଭାବରେ ଜାଣିଛି, ତାକୁ ଟିକେ ଭଲ ଭାବରେ ଏତକ ପ୍ରୋତ୍ସାହିତ କରିବେ ଏବଂ ଆମ ସଂକଳ୍ପକୁ ଏଇ ମା ପୁଅର ଯାତ୍ରା ଯେମିତି ସଫଳ ହେବ ଏବଂ ଲୋକଙ୍କୁ ଯେମିତି ସେବା ମିଳିବ, ଉଭୟଙ୍କର ସେବା ମିଳିବ, ସେ ସୁଯୋଗ ସୃଷ୍ଟି ଆପଣମାନେ ହିଁ କରିବେ। କାରଣ କାହିଁକି ନା କାଲି ଶୁଣୁଥିଲି ଯେ କୁହାଯାଉଛି ଯେ ଗୋଟେ ବିରୋଧୀ ଦଳ ମାନେ ଏକାଠି ହେଇକିରି, ଆପଣମାନେ ବସିଥିଲେ ସବୁ ସେ ସାମ୍ବାଦିକ ସମ୍ମିଳନୀ, ସେ ସମ୍ମିଳନୀରେ ଏକାଠି ହେଇକିରି ଚକ୍ରାନ୍ତ କରିଛନ୍ତି କ'ଣ ଗୋଟେ କରିବା ପାଇଁ କି, ଭୋଟ ଭାଙ୍ଗିବା ପାଇଁ କି। ଆରେ ବାବୁ, ତମର କୋଉଠି ଭୋଟ ଥିଲା ଏଠି? ଯିଏ କାଲି ଏକଥା କହୁଥିଲେ ମୁଁ ତାଙ୍କୁ ପଚାରୁଛି, ତମର ଭୋଟ ଥିଲା? ଭୋଟ ତ ଥିଲା ଆମର, ମାନେ ଲୋକେ ଶ୍ରଦ୍ଧାର ସହିତ ତ୍ରିଲୋଚନ କାନୁନକୁ ଦଉଥିଲେ, ତା ପରବର୍ତ୍ତୀ ଅବସ୍ଥାରେ 50 ବର୍ଷ ଧରି 55 କାନୁନକୁ ସାଇଜ ରହିଲେ, ଆଉ ରହିଲେ କିଛି ରବି ମଲ୍ଲିକ ସାଙ୍ଗରେ। ତମର କୋଉଠି ଭୋଟ ଥିଲା? ତମ ଭୋଟ କିଛି ନଥିଲା ଏବଂ ତାକୁ ଭାଙ୍ଗିବା ପାଇଁ କିଏ କାହିଁ ଯିବ? ଗଢ଼ିବା ପାଇଁ ଆମେ ଆସିଛୁ। ତାପରେ 55 କାନୁନ ଯୋଉଠି ରୁହନ୍ତି ସେଠି ଭାଙ୍ଗନ୍ତି ନାହିଁ, ସେଠି ଗଢ଼ନ୍ତି, ଏକଥା ଜାଣିବା ଦରକାର। ଏଣୁ ଗଢ଼ିବା ପାଇଁକି ଆମର ସଂକଳ୍ପ ରହିଛି ଏବଂ ଆଜି ନିଆଳିରେ ଯାହା କିଛି ହେଇଛି, କଣ୍ଟାପଡ଼ାରେ ଯାହା କିଛି ହେଇଛି, କେବଳ NSC ଡିକ୍ଲାରେସନ ତାଙ୍କ ସମୟରେ ଯାହା ହେଇଛି ତାକୁ ବି ସ୍ୱୀକାର କରିବା। ସମସ୍ତଙ୍କ ଉପରେ ଟିକସ ପଡ଼ିବ। NSC ନିର୍ବାଚନ ପରେ ପରେ ଯେତେବେଳେ NSC ଗଠିତ ହେବ, ସମସ୍ତେ ଲୋକଙ୍କ ଉପରେ ଟିକସ ଆଦାୟ ହେବ। ତେଣୁ ସିଏ ରହିବ, ସିଏ କରିଛନ୍ତି, ସେ ଲୋକଙ୍କ ଉତ୍ତର ସିଏ ଦେବେ। ଆଉ କ'ଣ କରିଛନ୍ତି ତାହା ତ ଆପଣମାନେ ଦେଖୁଛନ୍ତି, କ'ଣ କହିଛନ୍ତି, କ'ଣ କରୁଛନ୍ତି ଏବଂ କ'ଣ କରୁଛନ୍ତି ମଧ୍ୟ ଅଫିସ ମାନଙ୍କରେ, ଏସବୁ ଦେଖୁଛନ୍ତି। ଆଜିର ଏଇ ପ୍ରେସ୍ ମିଟ୍ରେ ଆପଣମାନଙ୍କୁ ଆଉ ଥରେ ଧନ୍ୟବାଦ ଦେଉଛି ଏବଂ ଗୀତାଞ୍ଜଳିକୁ କହୁଛି ସେ ଟିକେ ନିବେଦନ କରିବେ। ସମସ୍ତ ଛିଡ଼ା ହେଇଯାନ୍ତି, ଛିଡ଼ା ଶିବାନ ଦେଉ। ଆପଣଙ୍କ ନିବେଦନ କ'ଣ ରହିବ ନିହାତି ପାଇଁ କହିଲେ? ଭୋଟ ପାଇଁ କି ହାତ ଭୋଟର ଲିଷ୍ଟ କଟାଯାଇଛି। ଠାରୁ ଆପଣ ସହଯୋଗ କ'ଣ ଲୋଡୁଛନ୍ତି କହିଲେ? ହାତ ଚିହ୍ନ ଠିକ ଅଛି, ଠିକ ଅଛି। ଆପଣଙ୍କର ପାର୍ଲାମେଣ୍ଟ ମେମ୍ବର ହେଇଥିଲେ କି ବିଷୟ? ପ୍ରମିଳା ବିଷୟ। ପ୍ରମିଳା ବିଷୟ ଜଣେ ମାଟିର ମା ପାର୍ଲାମେଣ୍ଟକୁ ଯାଇ ଚାଲିଗଲେ। ଆଜି ନିଆଳି ମାଟି ଦେଖେଇବ ତା ମାଟିର ମା ଗୋବିନ୍ଦପୁର ବିଧାନସଭାରେ ସେ କେମିତି ଭାବରେ ଛିଡ଼ା ହେଇକରି କିଛି ଦିନ ପରେ ତାଙ୍କ କାର୍ଯ୍ୟ କରୁଛନ୍ତି, ତାହା ଆପଣମାନେ ଦେଖିବେ। ଆଉ ଅନ୍ୟମାନଙ୍କ ପରି ବାହାରେ ବୁଲିକିରି ଚାନ୍ଦା ଆଦାୟ କରିବାକୁ ଆସିବେ ନାହିଁ, ବିଧାନସଭାରେ ନଥିବେ ବା ବିଧାନସଭାରେ କିଏ ତାଙ୍କୁ ଜୋକର କହିକିରି ଅସମ୍ମାନିତ କରିବ ନାହିଁ ମାଟିକି, ଏକଥା ମୁଁ ଆପଣଙ୍କୁ ଜବାବ ଦେଉଛି। କେହି ତାଙ୍କୁ ଜୋକର କହିକି କହିବ, ମା କହିକି ସମ୍ମାନ କରିବେ ଏବଂ ସେ ଆପଣଙ୍କର ସମ୍ମାନ ରଖିବେ, ଏ ଅଞ୍ଚଳର ସମ୍ମାନ ରଖିବେ। ମୁଁ ବର୍ତ୍ତମାନ ଆଲୋକ ବାବୁଙ୍କୁ କହିବି, ସେ ବିପଦ କହିବେ। ମୁଁ ଧନ୍ୟବାଦ ଦେବି। ମା ମାଟିର ସମ୍ମାନ ନିଆଳିରେ ହେବ ପରିବର୍ତ୍ତନ। ଏହି ପରିପ୍ରେକ୍ଷୀରେ ନିଆଳିରେ ଅନୁଷ୍ଠିତ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୂର୍ବତନ ଅର୍ଥ ରାଷ୍ଟ୍ରମନ୍ତ୍ରୀ, ଏ ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟ, ମଞ୍ଚରେ ଉପସ୍ଥିତ ଅଛନ୍ତି ପ୍ରଦେଶ କଂଗ୍ରେସ କମିଟିର वरिष्ठ उपसभापति श्रीयुक्त शिवानंद राय महोदय, मंचर उपस्थित अच्छा आमर प्रिय प्रार्थी श्रीमती गीतांजलि मल्लिक महोदय, मंचर उपस्थित अच्छा कांग्रेस सभापति सौभाग्य बाबू, मंचर उपस्थित अच्छा युव चेहरा समाजसेवी समस्त को अभिनंदन जनाऊँगी। आपण मैंने ठीक समय आसी पहुंची आमर वार्ता को
ନିଆଳି ଅଞ୍ଚଳରେ ପହଞ୍ଚେଇବେ ଏବଂ ସତ୍ୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆପଣମାନଙ୍କ ଉପରେ ଆଶା ଓ ବିଶ୍ୱାସ। ଜ୍ୟୋତିରଞ୍ଜନ ମଲ୍ଲିକ ଗତ 14 ତାରିଖରେ ନୋମିନେସନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ପ୍ରାର୍ଥୀ ପତ୍ରକୁ ସ୍ୱୀକାର କରାଗଲା ନାହିଁ। ତାଙ୍କର ମା ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କର ଧର୍ମପତ୍ନୀ ଗୀତାଞ୍ଜଳି ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରୂପେ ବିହାର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆମର ସାମ୍ବାଦିକ ସମ୍ମିଳନୀ 14 ତାରିଖ ପରେ ଆମେ 2 ଦିନ ସାଇଲେନ୍ସ ଥିଲୁ। କଂଗ୍ରେସ ଦଳ କୌଣସି ପ୍ରେସ ବାର୍ତ୍ତା କରିନଥିଲା। ଆମେ ଭାବୁଥିଲୁ ଆକ୍ଚୁଆଲି এই যে ষড়যন্ত্র এই ষড়যন্ত্রটা কি করেছে? বিজু জনতা দল করেছি না বিজেপি করেছে? সত্যটা ସବୁ ସମୟରେ ବାହାରକୁ ଆସିବ। କାରଣ ଇଏ ହଉଛି ଜଗନ୍ନାଥଙ୍କ ମାମୁଁ ଘର ମାଟି, ଭୁବନେଶ୍ୱରର ମାଟି। ଏଠି ମିଛ କଥା କହି ମିଛ ପ୍ରତିଶ୍ରୁତି ଦେଇ ଅନ୍ୟ ଜଣକୁ ଖାଲରେ ପକେଇ କେହି ବି ଖସି ପାରିନାହାନ୍ତି। ତେଣୁ କାଲିକି ଜଣା ପଡିଗଲା, ଗତକାଲି ଆପଣମାନେ ଉପସ୍ଥିତ ଥିଲେ ଗୋଟେ ସାମ୍ବାଦିକ ସମ୍ମିଳନୀରେ ଆମ ବିଧାୟକ ବନ୍ଧୁ କରିଥିଲେ। ସେ ଗୋଟିଏ କଥା କହିଲେ, ମୁଁ ବୋଧେ ଭାବୁଛି ତିନି ଥର ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପରେ ମଧ୍ୟ ନୋମିନେସନ କିପରି ଭାବରେ କରାଯାଏ ତାଙ୍କର ସାଧାରଣ ଭାବରେ ଆଇଡିଆ ନାହିଁ। ମୁଁ ଭାବୁଛି ସେ ନୋମିନେସନ ପତ୍ର ଦେଖନ୍ତିନି କିମ୍ବା ନୋମିନେସନରେ କେବଳ ସ୍ୱାକ୍ଷର କରନ୍ତି। ନୋମିନେସନ ପତ୍ର, ନୋମିନେସନ ଟିକେଟ, ବି ଫର୍ମ ତା ବିଷୟରେ ତାଙ୍କର କିଛି ଅଭିଜ୍ଞତା ନାହିଁ। ସ୍ପଷ୍ଟ ଭାବରେ ଲେଖା ହେଇଛି ଯଦି ବି ଫର୍ମରେ 2ଟି କଲମ ଅଛି, ଜଣେ ନୋମିନେସନ କରିବ, ଯଦି ସେ କଟି ଯାଏ ତାର ପରବର୍ତ୍ତୀ ଅବସ୍ଥାରେ ଆଉ ଜଣକୁ ସେ ଜାଗାରେ ପ୍ରାର୍ଥୀପତ୍ର ନୋମିନେସନ କରିପାରିବେ। ଏ ଆଇଡିଆ ବନ୍ଧୁଙ୍କର ନାହିଁ। ତାହେଲେ ଆପଣମାନଙ୍କୁ ସେ କହିଲେ କି 14 ତାରିଖ ଦିନ ତାଙ୍କର ନୋମିନେସନ କଟିଲା, ସାଙ୍ଗେ ସାଙ୍ଗେ କିପରି ଭାବରେ ତାଙ୍କର ମାଙ୍କର ନୋମିନେସନ ହେଲା। ଯଦି ତାଙ୍କର ନୋମିନେସନ ବାବଦରେ କିଛି ଆଇଡିଆ ଥାନ୍ତା ତ ସେ କାଲି ଆପଣମାନଙ୍କୁ ଏ ପ୍ରଶ୍ନ କରିନଥାନ୍ତେ କିମ୍ବା ଆପଣ ସାମ୍ବାଦିକ ବନ୍ଧୁମାନେ ଯୋଉ କାଲି ଥିଲେ ତାଙ୍କୁ ଏ ପ୍ରଶ୍ନ ବି କେହି କରିନାହାନ୍ତି। ଯାହା ବି ହଉ, ଏ ଗୋଟେ ପ୍ରଥମ ପ୍ରଶ୍ନ। ସେ ବୋଧେ ତାଙ୍କର ଓକିଲ କିଏ ଅଛନ୍ତି ସେ ବୋଧେ ଦିଅନ୍ତି, ଲାଷ୍ଟକୁ ଯାଇ ସାଇନ କରନ୍ତି ବୋଲି ମୁଁ ଅନୁଭବ କଲି କାଲି ସେ କହୁଥିଲେ। ଦ୍ୱିତୀୟ କଥା କହିଲେ କି ଏଠି ବିରୋଧୀ ଦଳ ଭିତରେ ଅସାଧୁ ମେଣ୍ଟ କରାଯାଉଛି। ଏମାନେ ବିଜେପି କି ଜିତେଇବା ପାଇଁ କଂଗ୍ରେସ ଗୋଟେ ପଲିସ କରିଛି। ଏ କଥା ମଧ୍ୟ ବିଧାୟକ ମହୋଦୟ କହିଛନ୍ତି। ସେ ଜାଣି ରଖିବା ଉଚିତ ବିଜେପି ସହିତ ବିଜୁ ଜନତା ଦଳ ଅଛି ନା କଂଗ୍ରେସ ଅଛି? ବିଜେପି ସହିତ ସବୁବେଳେ ବିଜୁ ଜନତା ଦଳ ଅଛି। ତାଙ୍କର ଯୋଉ ସାଂସଦ ପ୍ରାର୍ଥୀ ମାନେ ଦିଆଯାଇଛି ସାରା ଓଡ଼ିଶାରେ ସବୁ ଡିଲ୍ କରି ଦିଆଯାଇଛି। ବିଜେପି ଆଉ ବିଜେଡି ମଧ୍ୟରେ ଡିଲ୍ ଅଛି। ବିଜେପି ସହିତ କଂଗ୍ରେସର କୋଉ ଜାଗାରେ ଡିଲ୍ ନାହିଁ। ସାରା ଭାରତ ବର୍ଷରେ କଂଗ୍ରେସ ଲଢୁଛି ବିଜେପି ସହିତ। ବିଜେପିର ଯେ ନେତା ଅଛନ୍ତି ନରେନ୍ଦ୍ର ମୋଦି, ଯଦି ଭାରତ ବର୍ଷରେ ଗୋଟିଏ ଲୋକଙ୍କୁ ଭୟ କରୁଛନ୍ତି ସିଏ ହଉଛନ୍ତି ଆମ ନେତା ରାହୁଲ ଗାନ୍ଧୀ। ତାହେଲେ ଆମର ତାଙ୍କ ସହିତ ଡିଲ୍ କେମିତି ରହିବ? ସେ ଭାବୁଛନ୍ତି ବିଗତ ଦିନରେ ଯୋଉ ଡିଲ୍ କରିଛନ୍ତି ସେ ଡିଲ୍ ଆଉ ସମ୍ଭବପର ନୁହେଁ, ଭୁଲି ଯାଆନ୍ତୁ। ତେଣୁ ଅନୁଭବ କଲୁ କି କାଲି ଯୋଉ 2 ଦିନ କଂଗ୍ରେସ ଦଳ ସାଇଲେନ୍ସ ରହିବା ପରେ କାଲି ଯୋଉ ପ୍ରେସ ମିଟ୍ କରି ବିଧାୟକ ବନ୍ଧୁ କହିଲେ ଏଇଟା ତାଙ୍କର ଷଡ଼ଯନ୍ତ୍ର ନୁହେଁ ତ? ଆମେ ତାଙ୍କୁ ପ୍ରଶ୍ନ କରୁଛୁ। ଆମର କ୍ଷତି ହେଇଛି। ଆମର ଜଣେ ପ୍ରାର୍ଥୀ ତାଙ୍କ ପୁଅ ଦୀର୍ଘ 2 ମାସ ଧରି ପ୍ରଚାର ପ୍ରସାର କରୁଥିଲେ ନିର୍ବାଚନ ଲଢିବା ପାଇଁ। କଂଗ୍ରେସ ଦଳ ପୁଣି ତାଙ୍କ ପରିବାର ଉପରେ ଆସ୍ଥା ସ୍ଥାପନ କରି ତାଙ୍କ ମାଙ୍କୁ କ୍ୟାଣ୍ଡିଡେଟ ଦେଇଛି। ଅଦରୱାଇଜ ଅଲଗା ଲୋକଙ୍କୁ ଆମେ କ୍ୟାଣ୍ଡିଡେଟ ଦେଇନୁ। ଯଦି ଆମେ ଅଲଗା ଲୋକଙ୍କୁ କ୍ୟାଣ୍ଡିଡେଟ ଦେଇଥାନ୍ତୁ ତାହେଲେ ସେ ପ୍ରଶ୍ନ ଆପଣ କରିପାରିଥାନ୍ତେ ହଁ ତାଙ୍କ ପରିବାରକୁ କାଟି ଅଲଗା ଲୋକଙ୍କୁ ଡେଇ ଦେଇଛି। ଆମେ ସେଇ ପରିବାରକୁ ଦେଇଛୁ, ଜଣେ ମାଙ୍କୁ ଦେଇଛୁ, ଜଣେ ଯୁବକ ପ୍ରତି ତୁମେ ଅନ୍ୟାୟ କରିଛ। ଏ ଯୁବକ ମାନେ ନିଆଳିର ଯୁବକ ମାନଙ୍କ ପ୍ରତି ତୁମେ ପ୍ରତାରଣା କରିଛ। ଯୁବକ ମାନେ ଜବାବ ଦେବେ। ଜଣେ ମା ଆଜି ମହିଳା ତୁମମାନଙ୍କ ପାଖକୁ ଯିବ ଭୋଟ ପାଇଁ। ପ୍ରତ୍ୟେକ ନାରୀ ଜାତି ଆଜି ଜାଗ୍ରତ ହବ ନିଆଳି ମାଟିରେ। ତେଣୁକରି ଯୁବକ ଆଉ ମା ମାନଙ୍କର ଭୋଟକୁ ପାଥେୟ କରି ଆମେ ନିଆଳି ମାଟିରେ ଯିବୁ, ପ୍ରତ୍ୟେକ ଜନସାଧାରଣ ପକ୍ଷରେ ଭୋଟ ମାଗିବୁ।
ତେଣୁ ଆମର ଡିଲ୍ ହେଇଛି କି କଣ ହେଇଛି ତମେ ସ୍ପଷ୍ଟ କରି ହଉଛି ଯୋଉ ଭୋଟର ଲିଷ୍ଟ କାଟିବାର 2019 ମସିହା ଭୋଟର ଲିଷ୍ଟ ତାଙ୍କ ନାଁ ଅଛି 2022 ମସିହା ପଞ୍ଚାୟତ ନିର୍ବାଚନରେ ସେ ଲଢିଛନ୍ତି ଭୋଟର ଲିଷ୍ଟରେ ନାଁ ଅଛି 2023 ମସିହା ଭୋଟର ଲିଷ୍ଟରେ ନାଁ ଅଛି ତାଙ୍କ ପରିବାରରେ 2024 ମସିହା 1/1/2024 ମସିହା ଭୋଟର ଲିଷ୍ଟରେ ତାଙ୍କ ପରିବାରର ସମସ୍ତଙ୍କ ନାଁ ଅଛି ଜଣେ ମାତ୍ର ଲୋକର ନାଁ ନାହିଁ ଦୁଇଟି ପଞ୍ଚାୟତରେ ଗୋଟେ ହଉଛି ମାଧବ ପଞ୍ଚାୟତ ଗୋଟେ ହଉଛି ନୂଆଗାଁ ପଞ୍ଚାୟତ ମାଧବ ପଞ୍ଚାୟତରେ ତୁମର କିଏ ଅଛନ୍ତି ଭୋଟର ଲିଷ୍ଟ କାଟିଥିବେ ଏଟା ନିଆଳିର ଜନସାଧାରଣ ଜାଣିଛନ୍ତି ନିଆଳି ପଞ୍ଚାୟତ ନୂଆଗାଁ ପଞ୍ଚାୟତରେ ତୁମର କିଏ ଦଲାଲ ଅଛି ଏଟା ମଧ୍ୟ ନିଆଳି ବସ୍ତି ଲୋକ ଜାଣିଛନ୍ତି ନିଆଳିର ପ୍ରତ୍ୟେକ ଜନସାଧାରଣ ଜାଣିଛନ୍ତି ଆଉ ଦୁଇ ଜଣ ଯୋଉ ଅଛନ୍ତି ଆପଣଙ୍କର ଦଣ୍ଡିଆ ये दुई जन दंडिया को भोटर लिस्ट काटिबा पई किए कहिछि ये प्रश्न उत्तर आपण निश्चित मीडिया बंधु मान को देबे नियंत्र जनसाधारण जानिया पे चाहछन तेनु तुमे करिथिबा कर्म फल तुमे ही भोग करिवो एटा हो सोबनेश्वर माटी उते 2009 मसिया आत्मत्राण मुक्ति के निर्वाचन लड़ीथिले आज से रोगाग्रस्त शଯ୍ୟା साई तांको आखिर जो लुह तांकर परिवार प्रति तुमे जो अन्याय करिछ 2009 मसिया तारु 2024 मसिया पर्यंत समस्त रे तुमे समस्त अतिक्रम करि जाइछ तेनु 2024 मसिया तुमे जो कर्म करिछ से कर्मर फल तुमे खूब शीघ्र पाइबो कारण ये माटी और ये परिवार पई ए गोटे निर्दिष्ट परिवार पई तुमे अन्याय करूछ 2009 मसिया ताक प्रति अन्याय हेतिला 2024 मसिया ताक को प्रति अन्याय हेतिला जेतबेले अन्यायर सीमा बढ़ी जाए जेतबेले दुर्नीति बहुत हुए सेतबेले दुर्गति नाशिनी दुर्गा मां भाव आविर्भाव होती महिषासुर बद्ध करबा पई तेनु 2024 मसिया रे महिषासुर बद्ध होबो दुर्गा मां रूप रे आसीचंती महिषामर्दिनी रूप रे आसीचंती निश्चित रूप महिषामर्दिनी को विनाश करिवे धर्मर प्रतिष्ठा हबो आदर्श नियाली निश्चित रूप गठन हबो स्वार्थ स्वाभिमान जो नियाली माटीर नष्ट हेछि क्षुण्ण हेछि तार जवाब निश्चित 15 वर्षर जवाब आपण मान को निश्चित रूप मागिबे आमे एटी निश्चित रूप अनुभव करूछु तुमे जो दुई भाई अछ मिलजुल सरकार चलौछ ओडिसा रे कोलाकोली आ केंद्र रे कोलाकोली आ ओडिसा रे कली करूछ तुमे दुई भाई दुई दल मिसी हम प्रार्थी पत्र लिस्ट तुमे ही काटिछ तो जवाब रहिबे तुमे तेनु नियाय जनसाधारण भल भाव जानिचंती एते निच स्तर को आपण जाई करूचंती गोटे साधारण नागरिकर अधिकार अछि निर्वाचन लढिबा पई ताकू मध्ये क्षुण्ण करिबा पई तुमे पछौना एते बडा निच काम करूछ कारण तुमे डरी जाइछ कि कांग्रेस दल कांग्रेस प्रार्थी जो दिया हिची भलो प्रार्थी दिया हिची जो प्रार्थी दिया हिची निश्चित रूप दियाले मात्र से निर्वाचन रे विजय लाभ करिवो एथिरे मो आपण मान को जरिया मोर समस्त कांग्रेस कर्मी मान को कहबा को चाहे व्यक्तिगत होबार नाही जहां भी हिची भगवान जहां करंती प्राणी रो मंगल पई तेनु से परिवार प्रति दियाला प्रत्येक जनसाधारण को अकुंठ समर्थन अछि आत्मविश्वास अछि से परिवार कोन दियाला समस्त जनसाधारण जानिचंती आ तांको पछरे ठिया हिची जो दल जातीय दल से दलर कैपेसिटी कोन अछि रियाली माटी रे समस्त जानिचंती मुख्य विरोधी दल भाव रे रियाली माटी रे सबबोले गरीब कृषक हरिजन आदिवासी संख्या लोक को पई जेतल अन्याय अनीति दुर्नीति हुए ये दल सबबोले रियाली माटी रे रास्ता लड़ाई करे तेनु बहुत बड़ दल तांको पछरे अछंती तांको पछरे पूर्वतन अर्थराष्ट्र मंत्री पंचानन कानून को अछंती रवि मल्लिक अछंती कांग्रेस दल अछि कांग्रेस परिवार अछि एटे भयभीत होबार नाही हम प्रार्थी श्रीमती गीतांजलि मल्लिक निश्चित रूप विजय लाभ करिवे 2024 साधारण निर्वाचन ए आशा विश्वास भरोसा निश्चित रूप हमर जनसाधारण को ऊपर अछि एथि कहि हम वक्तव्य शेष करछु धन्यवाद एटा आपण जानिछन कोट रे तो नामांकन आर्टिकल 173 कहिला जे जणे किए प्रार्थी हेई पारिबो प्रार्थी किए हेई पारिबो ना से नागरिक हितबो भारत वर्षर आधार कार्ड अछि नागरिक से भोटर हितबो 25 वर्ष रु ऊर्ध्व हितबो से 22 मसिया रे देइचंती पंचायत रो हिचंती 19 मसिया रे वोट देइचंती 14 मसिया रे वोट देइचंती पुणी 22 एबे हला 23 मसिया रे वोटर ना अछि 24 मसिया रे गोटे को दिन केमिति भाबरे कटिवो एवं मास 15 दिन भीतर मास भीतर किए काई खोजिया पुजिबो
ଯେତେବେଳେ ସବୁ ଏତେ ଜାଗାରେ ଅଛି ନା ମୁଁ ପଢିଦେଲି ନମ୍ବର ବି କହିଦେଲି ଏବଂ 2 ଜାଗାରୁ କଟିବ ଜଣଙ୍କର ଦାଖଲ କରାଯାଏ ସେ ସମୟରେ ମଧ୍ୟ ନମ୍ବର ପଡେ ପଡିବା କିଛି ବ୍ୟବସ୍ଥା ଅଛି ସେ କଥାବାର୍ତ୍ତା ମୁଁ କହିଥିଲି ଯେତେବେଳେ 95 ବାସ୍ ବାସ୍ ଯେତେବେଳେ ମୁଁ ଯାଇଥିଲି ମୁଁ କହିଲି କୋଉଠି ନମ୍ବର ପଡିବାର କୋଉ ମସିହାର ନମ୍ବର ପଡିବାର ଲେଖା ହେଇଛି ଚୁପ୍ ହେଇଗଲେ ସେମାନେ କହିଲେ ନାଇଁ କିନ୍ତୁ ପ୍ରାକ୍ଟିସ ଅଛି ମୁଁ କହିଲି ପ୍ରାକ୍ଟିସ କଥା ନାହିଁ 2024 ମସିହାରେ ଦିଆଯିବ ଭୋଟର ଲିଷ୍ଟରେ କୋଉଠି ଲେଖା ହେଇଛି ମତେ ଗୋଟେ କହିଦେଲେ ସାମ୍ବିଧାନିକ ଧାରାରେ କନଷ୍ଟିଟ୍ୟୁସନ ମୁଁ ପଢୁଛି ମୋ ସାମ୍ନାରେ ଥୁଆ ହେଇଛି ମୋ ସାମ୍ନାରେ ଥୁଆ ହେଇଛି ବହି ଆପଣ ଯାହା ଇଲେକ୍ସନ କମିଶନ ଯୋଉ ବହି ଛାପିଛନ୍ତି ସେ ବହି ମୋ ସାମ୍ନାରେ ଥୁଆ ହେଇଛି ଚୁପ୍ ରହିଲେ ସମସ୍ତେ ଏଣୁ ସେ ବିଷୟରେ ଆମେ ଅତ୍ୟନ୍ତ ସଚେତନ ଭୋଟର ଲିଷ୍ଟରେ ନାଁ ନଥିଲେ ବି ମାନେ 24 ମସିହାରେ କାହିଁକି ରହିବନି ବୋଲି ଆମେ ବିଶ୍ୱାସ କରୁ ଆମେ ଚକ୍ରାନ୍ତକାରୀ ଜାଣିଛୁ ଚକ୍ରାନ୍ତ କିଏ କରୁଛି ଆମେ ତ 22 ମସିହାରେ ଅଛି 23 ମସିହାରେ ଅଛି ସବୁଦିନ ଅଛି କାହିଁକି ଆମେ ଡିସେମ୍ବର ମାସରେ ଦେଖିଥିଲୁ 23 ମସିହାରେ ଅଛି କାହିଁକି କଟିବ କୋଉଠି କଟିଯିବ ମାସକ ଭିତରେ କଟିଯିବ ଏଇଟା ହିଁ ହେଉଛି କଥା ତେଣୁ ଆମର କଲମ 5-6 ତାକୁ ଆଶ୍ଚର୍ଯ୍ୟ ହେଇଗଲେ ସେ କହିଲେ ଆପଣ କଲମ 5-6 କି କେମିତି ପୂରଣ କଲେ ମୁଁ ଲେଖା ହେଇଛି ପୁରା କଲମ 5 ରେ ଏଇଆ ଲେଖା ହବ ଯଦି ମାନେ ତାଙ୍କ ପ୍ରତି ବିପଦ ଆସେ ତାହେଲେ ଜଣେ ନୋମିନି କରିବେ এইটা ଆମେ ସେଠି ପୂରଣ କରୁଛୁ ଗୀତାଞ୍ଜଳି ମଲ୍ଲିକର ନମ୍ବର 1 କାରଣ ଆମେ ବାହାର ଲୋକଙ୍କୁ କାହାକୁ ଦେଇଥିଲେ ଟିକେଟ ଅଲଗା ଟିକେଟ ଯଦି କଂଗ୍ରେସ ଦେଇଥାନ୍ତା ଲୋକେ କହିଥାନ୍ତେ ଯେ ଆଙ୍କ ନିଜେ କାଟିକିରି ଇଏ ଆଉ ଜଣକୁ ଦେଲେ ଆର ତ ସାଙ୍ଗରେ ଖେଳ ଖେଳିଲେ ଏକଥା ସେଇ ବିରୋଧୀ ଦଳ ମାନେ କହିଥାନ୍ତେ କିନ୍ତୁ ସେଥିପାଇଁ ଅତ୍ୟନ୍ତ ସତର୍କ ଥିଲେ ଯେଉଁମାନେ ନୋମିନେସନ ପେପର ପୂରଣ କରୁଥିଲେ ନୋମିନେସନ ପେପର ପୂରଣ କରୁଥିବା ଲୋକ ଭିତରେ ପଞ୍ଚାନନ କାନୁ ଅନ୍ୟତମ ଥିଲେ ଏତିକି ପ୍ରେସମିଟର ପ୍ରଥମ କଥା ହେଲା ଆମର ପ୍ରାର୍ଥୀ ପରିବର୍ତ୍ତନ କୋଉ ଅବସ୍ଥାରେ ହେଲା କାହିଁକି ସେ ଆମ ପ୍ରାର୍ଥୀକୁ କଟାଗଲା ଏବଂ କିଏ ଏଥିପାଇଁ କି ଦାୟୀ ସେ କଥାକୁ ଲୋକଙ୍କ ପାଖରେ ପହଞ୍ଚେଇବା ଏବଂ ଆମର ଯେ ପ୍ରାର୍ଥୀ ହେଲେ ଗୀତାଞ୍ଜଳି ମଲ୍ଲିକ ତାଙ୍କୁ ଉପସ୍ଥାପିତ କରିବା ଯେମିତି ଭାବରେ ନବୀନ ପଟ୍ଟନାୟକ ଜଣେ ପାର୍ଲାମେଣ୍ଟକୁ ପଠେଇଥିଲେ ଆପଣଙ୍କର ପ୍ରମିଳା ବିଷୟକୁ ଆଜି ନିଆଳି ନିର୍ବାଚନ ମଣ୍ଡଳୀ ସେହିପରି ଜଣେ ମହିଳା ପ୍ରାର୍ଥୀକୁ 50 ବର୍ଷ ପରେ ଯାହା କହୁଥିଲେ ଶିବାନନ୍ଦକୁ 50 ବର୍ଷ ତଳେ ଆମେ ପଠେଇଥିଲୁ ତାକୁ ସୁଧାଂଶୁ ମାଳିନୀ ରାୟକୁ ଏବଂ ମୋର ବିଶ୍ୱାସ 50 ବର୍ଷ ପରେ ଆଉ ଜଣେ ମହିଳା ପ୍ରାର୍ଥୀକୁ ଆମେ ବିଧାନସଭାକୁ ପଠେଇବୁ ସେ ହେଉଛନ୍ତି ଗୀତାଞ୍ଜଳି ମଲ୍ଲିକ କଥା କହିଲି ପରା କାରଣ ଗୁଡ଼ିକ ମୁଁ ଜାଣିନାହିଁ ହେଲା ଜାଣିଛି କାରଣ ପାଇଁ ଇନକ୍ୱାରି କମିଟି ବସିଛି କାରଣ ମୁଁ ଇଲେକ୍ସନ କମିଶନର ପାଖରେ ଅଭିଯୋଗ କରାଯାଇଛି ଆମ ତରଫରୁ ଏବଂ ସେମାନେ ଇନକ୍ୱାରି ହେଲେ ଜଣାପଡ଼ିବ ପ୍ରକୃତରେ କିଏ ଆ ପଛରେ ଦାୟୀ ପ୍ରଥମ କଥା ହେଲା ବ୍ଲକର ଯୋଉ ଅଫିସର ପ୍ରତିବର୍ଷ କରନ୍ତି ପ୍ରତିବର୍ଷ ଆମର ହୁଏ ଜାନୁଆରୀ ମାସରେ ହୁଏ ପ୍ରତିବର୍ଷ କରନ୍ତି ସେ ଏ ବର୍ଷ କଲାବେଳେ କ'ଣ ଦେଖିଲେ ନାହିଁ ଇଏ ନଥିଲା କାହା ପ୍ରଚାର ଦେଖିଲେ ଲିପୁ ନଥିଲା ନୂଆ ଗାଁରେ ସରପଞ୍ଚ ନୂଆ ଗାଁ ସରପଞ୍ଚ ତା ନିଜ ଘରେ ନଥିଲା ସେଇଟା ହିଁ ହେଉଛି ବଡ଼ ବଡ଼ ପ୍ରଶ୍ନ ମୋର ଏବଂ 2 ଜାଗାରେ କଟିଗଲା ତାମ୍ପଡ଼ାରେ ମଧ୍ୟ ତାର ନିଜ ଗାଁରେ କଟିଲା ଯେମିତି ଖୋଜି ଖୋଜିକିରି ସେ କୋଉଠି କାଳେ ଆଉ କୋଉଠି ଥିବ ସେଠି ବି କାଟେଇଲେ ଏଣୁ ଆ ପଛରେ ଅଫିସର ଅଛନ୍ତି ଏବଂ ଅଫିସରଙ୍କ ପଛରେ ରାଜନୈତିକ ଯୋଉ ରାଜନୈତିକ ଦଳ ଅଛି ସେଟା ସମସ୍ତଙ୍କୁ ସ୍ପଷ୍ଟ ଭାବରେ ଜଣାଅଛି ଅଛି ଯିଏ ସରକାରରେ ଅଛି ତାରି ଦଳ ସରକାରୀ ଦଳର ସରକାରୀ କଳ ଡରିଲେ ଲିପୁକୁ ଡରୁଥିଲେ ପଞ୍ଚାନନ କାନୁ ଓ ରବି ମଲ୍ଲିକ ଏକାଠି ହେଇ ଆସିଗଲେଣି ଏବଂ ଲିପୁକୁ ଡର ହେଉଥିଲା କାରଣ ମୁଁ ଆଗରୁ କୌଣସି ନିର୍ବାଚନରେ ଏପରି ଭାବରେ ଆସିକରି କାମ କରୁନଥିଲି ନୋମିନେସନ ଫାଇଲ ଠାରୁ ଆରମ୍ଭ କରି ସବୁ କରୁନଥିଲି ଆମେ 2 ଜଣ ଯାକ ଏକତ୍ରିତ ହେଇକିରି କ୍ୟାଣ୍ଡିଡେଟ୍ ସିଲେକ୍ସନ ଠାରୁ ସବୁ କାମ ଆରମ୍ଭ କରିଛୁ ଡରି ଯାଇଥିଲି କଂଗ୍ରେସ ଦଳ ଏଥରକ ଆହୁରି ଅଧିକ ଭାବରେ ସମର୍ଥନ ଲାଭ କରିବ ମା ମାନଙ୍କର ସମର୍ଥନ ଲାଭ କରିବ ଗୋବିନ୍ଦପୁର ମାଟିର ନିଆଳି ଭୋଟର ଦାତାଙ୍କର ମା ମାନଙ୍କର ସମସ୍ତ ସମର୍ଥନ ଗୀତାଞ୍ଜଳି ମଲ୍ଲିକ ପାଇବେ ମାନେ ଇନକ୍ୱାରି କରୁଛନ୍ତି ଇଲେକ୍ସନ କମିଶନ ଇନକ୍ୱାରି କରୁଛି ଆମେ ତାଙ୍କ ପାଖରେ ଅଭିଯୋଗ ଦେଇଛୁ ସେ ତାଙ୍କର ମୁଖା କରିବେ ଯଦି ସେଠି ତାଙ୍କର ଦେଖିବୁ ଆମେ ଖିଲାପ ହବ ତାପରେ ସେଇ ଆଧାରରେ କୋର୍ଟକୁ ଯିବୁ ସେ ଆଧାରରେ ନିଆଳି ପାଇଁ କି ଆମର ଯାହା ମୁଖା ରହିଛି ରହିଛି ମୁଦା ରହିଛି ତାହା ଆମର ମ୍ୟାନିଫେଷ୍ଟୋର ଯୋଉ 9ଟା ପଏଣ୍ଟ ଅଛି ପ୍ରଥମ କଥା ହେଲା ଇଲେକ୍ଟ୍ରିସିଟି 200 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଦିଆଯିବ ସ୍ପଷ୍ଟ ଭାବରେ କୁହାଯାଇଛି
द्वितीय कथा है प्रत्येक चाषी को भत्ता दिज्व प्रत्येक माँ मान घर गृहिणी मान भत्ता दिज्व 2000 ताकू 2000 ताकू जो प्रत्येक युवक बेकारी युवक को 3000 टंका भत्ता दिज्व एक स्पष्ट भाव में रही आम मैनिफेस्टो एवं आमर स्वतंत्र हूँ व्यक्तिगत भाव में मुझे कही रखे प्राची नईर उद्धार करने जो खोलाई काम मु अधा करके जाइली ताको पूर्ण आउ अधिक भाव खोल करवा एवं ए अंचल में माछ चाषर व्यापकता करेगा मु कही जे प्रार्थी एवं तांको पुओ सांग होइकिरी एवं साइकेल शोभा यात्रा मोटरसाइकेल धर धर पड़े जाऊँगी साइकेल शोभा यात्रा अंतत दिन को 4टी पंचायत करेंगे गस्त करेंगे सकाଳେ 2टा संध्या बेले 2टा 4टा पंचायत कले 45 पंचायत को 11 दिन में सारे आर्थिक जेहेतु साइकेल से यात्रा शशिकांत लेंका साधारण संपादक प्रदेश कांग्रेस कमिटी ओडिशा नियाली का हाई वोल्टेज झटका लगी आपण युव प्रार्थी आपण लॉस कले जने माँ आसिले आज प्रेस मीट कर कहा दोषटा आमे युव प्रार्थी की लॉस करिनु एटी युव प्रार्थी युव प्रार्थी की डरी वयस्क प्रार्थी अनुभव कले कि युव प्रार्थी जदि एटी निर्वाचन लड़िबे ताले नियालीर प्रत्येक युव मानस तांका सहित रहिबे रहिचंती मध्य किंतु एटी युवक मान प्रति अन्याय करा जायछि जेहेतु जड़े युव प्रार्थीर प्रति अन्याय करा जायछि ताले सारा युवक नियाली निर्वाचन मंडलीर प्रत्येक युवक प्रति अन्याय करा जायछि जार प्रतिफल स्वरूप निश्चिंत रूपे 2024 साधारण निर्वाचन में युवक माने देबे रूपे अन्याय करा जायछि शासक दल करिसंती शासक दल शासक जो सरकारी कल अछि एमा निश्चिंत रूपे करिसंती चक्रांत कर कारण जेहेतु आम पूर्वर डिक्लेरेशन आम अर्थराष्ट्र मंत्री पंचानन कानूंगो रवि मल्लिक सहित आम एक विराट सभा करूँ सेठी ओपन पेंडाल डिक्लेरेशन करूँ कि ज्योतिरंजन मल्लिक आम प्रार्थी हेले सेबेठारू से नियालीर घरे घरे परिचित थिले एवं नियालीर प्रत्येक जनसाधारण प्रिय पात्र होते कांग्रेस प्रार्थी को भय करी शासक दल एवं सरकारी कल निश्चिंत रूपे तांकर प्रार्थीपत्र को किपरि भाव में कटा जीवो तेणु भोटर लिस्ट ना काटी देखंतु वर्तमान निर्वाचन पर्व निर्णायक भूमिका नेबे भोटर माने नियाडी अंचल साधारण जनता तेणुक ये जहाँ निर्णायक भूमिका नेबे जनता जनार्दन नेबे जनता जनार्दन को ऊपर आम मानकर दलर पूर्ण विश्वास और भरोसा अच्छी आम आशा और विश्वास रखीचु जहाँ प्रति अन्याय होती जो परिवार प्रति बारंबार अन्याय करा चली बापा आज रोगाग्रस्त आर्त मल्लिक किभरी लोक कौ टाइप लोक नियालीर अंचल प्रत्येक जनसाधारण जानते आज तांको बापा शज्याशायी तांको पुओ प्रति अन्याय करा जाउछि तेणुक यही परिप्रेक्षी में स्वामीर सम्मान एवं पुओ प्रति होइतिबा अन्यायर प्रतिरोध करने अन्याय को मुकाबिला करने नियालीरे चली षड्यंत्र को हटेबा नियालीरे चली दुर्नीति शासन को लोप करने माँ अंटा भिड़ी निश्चिंत रूप नियाली माटी को आसिचंती नियाली माटीर साधारण जनता सेवा करने कारण आपण मैंने जानते सब से परिवार साधारण जनता सहित था लोक मान सहित था नियालीर सेवा करने था जिते सुजोग पुओ को मिलूनी स्वामी को मिलूनी तेणु निजे अंटा भिड़ी बाहर को बाहरी नारी मान को उत्साहित करने नारी मान को जागृत करने युवक मान प्रति अन्यायर प्रतिशोध नापी से नियाली माटी पुणी पुनर्बार आसी कांग्रेस दल पुनर्बार आस्था विश्वास रखी कांग्रेस प्रार्थी रूपे स्वीकार कर हाथ चिन्ह से निश्चिंत रूपे निर्वाचन लड़े 2000 साधारण निर्वाचन में निश्चित रूपे विजय लाभ करेंगे सोशल मीडिया से प्रकार गुरुत्व दौने लोक जानते पंचानन कानून अच्छा से बिक्री हबार कौन स्थान ना ये प्रश्नबद्ध करवा उचित नुहे ना थी पारे से मूर्ख मु जोर रे कहूँ ये मीडिया आगे जी कह पंचानन कानून जो अच्छा से बिक्री हमें से गोटे मूर्ख आउ अधिक कहबी से तुम कहीकि जहाँ तुम कर ना नो यू डोंट रिपीट दैट आल्सो कारण मुझे शुणा चाहिए सोशल मीडिया को आई डोंट कंसीडर यू ऑल
विधायक प्रार्थी परिवर्तन हेबे जो 15 वर्ष धरी अराजकता शासन चलैछन्ति मिथ्या प्रतिश्रुति देइछन्ति निहारे कोनोसी प्रकार डेवलपमेंट कार्य आज पर्यंत हेई नाही एई परिप्रेक्षी रे जो माँ को सम्मान दबार जो स्वर आज निहाली माटी रे उठिछि दीर्घ 50 वर्ष पर निश्चिंत रूपे जड़े माँ ये शासन भार नेबे निहालीर जनसाधारण तांको अकुट समर्थन निश्चिंत रूपे अच्छी जहाँफल से निर्वाचन में लड़ुंट 2024 मसीहा जदि से निर्वाचन में विजय लाभ निश्चिंत रूपे कलापर निहालीर स्वार्थ स्वाभिमान निहालीर माँ मान को आग को नवा जो रास्ता निश्चिंत रूपे एक आदर्श निहाली परिणत हो आम आशा और विश्वास अच्छे।